ମୁନାର ଅଜା ମୁନାକୁ ଧର୍ମ ଅଧର୍ମ, ସ୍ୱର୍ଗ ନର୍କ, ପାପ ପୁଣ୍ୟ ଇତ୍ୟାଦି ବିଷୟରେ କହିକରି ନୀତି ଶିକ୍ଷା ଦେଉଥିଲେ। ମୁନା ସବୁ ଶୁଣିଲା। ତାପରେ ପଚାରିଲା, ଅଜା, ତମେ ତ କହିଲ ଯେ ହିନ୍ଦୁମାନେ ମଲା ପରେ ସ୍ୱର୍ଗ କିମ୍ବା ନର୍କକୁ ଯାଆନ୍ତି। ମୁସଲମାନ ମାନେ ସେମାନେ ମଧ୍ୟ ମଲା ପରେ ସେହି ସ୍ୱର୍ଗ କିମ୍ବା ନର୍କକୁ ଯାଆନ୍ତି। ଖ୍ରୀଷ୍ଟିଆନ ମାନେ ଏମାନେ ମଧ୍ୟ ମଲା ପରେ ସେହି ସ୍ୱର୍ଗ କିମ୍ବା ନର୍କକୁ ଯାଆନ୍ତି। ଯଦି ମଲା ପରେ ସମସ୍ତେ ସ୍ୱର୍ଗକୁ ଏବଂ ନର୍କକୁ ଯାଆନ୍ତି, ତାହେଲେ ଉପରେ ଗୋଟିଏ ସ୍ୱର୍ଗ ନର୍କ ଅଛି ନା ସମସ୍ତଙ୍କର ଅଲଗା ଅଲଗା ସ୍ୱର୍ଗ ନର୍କ ଅଛି? ଯଦି ଗୋଟିଏ ଜାଗାରେ ସ୍ୱର୍ଗ ନର୍କ ଅଛି, ତ ଏମାନେ ସବୁ ସେଇଠିକି ଗଲା ପରେ କେମିତି ମିଳିମିଶି ଚଳନ୍ତି? ଆଉ ଗୋଟେ କଥା, ଯଦି ଭିନ୍ନ ଭିନ୍ନ ଅଛି, ବାଉଣ୍ଡରୀ ଅଛି, ତ ତାଙ୍କ ଭିତରେ ଝଗଡ଼ା ହୁଏ ନା ନାହିଁ? ଆଉ ଗୋଟିଏ ପ୍ରଶ୍ନ ଅଛି ମୋ ମନରେ, ତାର ଉତ୍ତର ମଧ୍ୟ ଦିଅ। ଏ ପ୍ରଶ୍ନଟି ହେଲା ଯେ ଯଦି କେଉଁ ଲୋକ ଧର୍ମରେ ବିଶ୍ୱାସ କରେ ନାହିଁ ବା ତାର ଧର୍ମ କିଛି ନାହିଁ ବା ସେ ଈଶ୍ୱରଙ୍କୁ ମାନେ ନାହିଁ, ତାହେଲେ ସିଏ ମଲା ପରେ ସ୍ୱର୍ଗ କିମ୍ବା ନର୍କକୁ ତ ଯିବନି, ଏଇ ପୃଥିବୀରେ ରହିବ। ଆଉ ଯଦି ଏଇଟା ଠିକ୍, ତାହେଲେ ଗୋଟିଏ କଥା କର, ମୋର ଧର୍ମ ଦରକାର ନାହିଁ, ମୋ ଧର୍ମ ନେଇଯା, ମୁଁ ମଲା ପରେ ଏଇ ପୃଥିବୀରେ ରହିବାକୁ ଚାହୁଁଛି। ଏଇ କଥା ଶୁଣି ଅଜାଙ୍କର ଦିମାଗ ପୁରା ଗରମ, ମଥା ପୁରା ଗୁଡ଼ମ। ସିଏ ବର୍ତ୍ତମାନ ଶାସ୍ତ୍ରକୁ ଧରି ପୃଷ୍ଠା ଓଲଟଉଛନ୍ତି, ମୁନା ପ୍ରଶ୍ନର ଉତ୍ତର କେଉଁଠି ଲେଖା ହେଇଛି ଏବଂ ଭାବୁଛନ୍ତି ଯାଇକି ପଚାରିବେ କି ବାଇବେଲ ବା କୋରାନରେ କ'ଣ ୟାର ଉତ୍ତର ଅଛି?